ଦେଖନ୍ତୁ ଆମର ଗୋଟେ କଥା ଅଛି ସଂସ୍କୃତରେ ଜିହ୍ୱାଗ୍ରେ ଲକ୍ଷ୍ମୀ ବସତି ଜିହ୍ୱାଗ୍ରେ ମିତ୍ର ବାନ୍ଧବ। ତ ଜିଭରେ ସବୁ କିଛି ଅଛି। ଏଇଠି 25 ବର୍ଷ 30 ବର୍ଷ ଧରି ହଉନଥିଲା, ଆଜି ରାସ୍ତା ତିଆରି ହଉଛି, ଆପଣ ଦେଖୁଛନ୍ତି ସମସ୍ତ ଆଗରେ ତିଆରି ହଉଛି। ଏଟା ଗୋଟେ ହଉଛି ସରକାର ଲୋକପ୍ରିୟତା, ଗୋଟେ ମୋ ପ୍ରତି ସେମାନଙ୍କ ଭଲ ପାଇବା, ଆଉ ଲୋକଙ୍କୁ ଯୋଉ ଗୋଟେ ଆକର୍ଷିତ କରିବାର ଗୋଟେ କ୍ଷମତା, ସେଟା ଗୋଟେ ବହୁତ ଜିନିଷ ଆବଶ୍ୟକ। ଆପଣ ପ୍ରକୃତରେ ତାଙ୍କର ଜମି ଯାଉଛି, ଏଟା ମିଛ କଥା ନୁହେଁ। ତାଙ୍କର 14 ଡିସିମିଲ୍ ପାଖାପାଖି ଜମି, ଏଥିରେ ସେମାନେ ଛାଡୁଛନ୍ତି, ଯାହାର ଆଜି ଦିନରେ 50 ଲକ୍ଷ ଟଙ୍କା ହବ। ଏତେ ଲକ୍ଷ ଟଙ୍କା ଛାଡିବା କଣ ସ୍ୱଭାବ କଥା? କିନ୍ତୁ ସେମାନେ ଛାଡୁଛନ୍ତି। ଦୀର୍ଘ ବର୍ଷ ଧରିକି ତାଙ୍କ ପୂର୍ବ ପୁରୁଷ ଛାଡିଥିଲେ, ସେମାନେ ଆଉ ତା ବନ୍ଦ କରିବା ପାଇଁ ଚାହୁଁନାହାନ୍ତି। ତେଣୁ ତାଙ୍କୁ ଆମେ ଡାକିକିରି ଗୋଟେ ନିବୃତ୍ତ ଆଲୋଚନା କରିଥିଲେ, 1-to-1 ଆଲୋଚନା କରିକି ତାଙ୍କୁ କନଭିନ୍ସ କରିଥିଲେ ଏବଂ ସେଥିରେ ସେ ରାଜି ହେଇଥିଲେ। ଏବଂ ଆଜି ସିଏ ମଧ୍ୟ ଆମ ସହିତ ଅଛନ୍ତି। ଆମେ ବିବାଦୀୟ ସ୍ଥିତିରେ ତିଆରି କରୁନୁ, ଆମେ କନଭିନ୍ସିଂ ଭାବରେ ତିଆରି କରୁଛୁ। କରିଦେବା, ସେ ତାଙ୍କ ପୂର୍ବପୁରୁଷ ଛାଡିଛନ୍ତି, ତାଙ୍କ ନାଁରେ ଦେଇଦେବା ରାସ୍ତା। କଣ ନାଁ ତାଙ୍କ ପୂର୍ବପୁରୁଷ ଦେଖି ଯିଏ ମାନେ ତା ଯାହା ପୈତୃକ ଥିଲା ତାଙ୍କ ନାଁ ପଚାରିକି ଆମେ ଗୋଟେ ବୋର୍ଡ ମାରିଦବା। ନିଶ୍ଚିତ। ପାଖାପାଖି 20-25 ବର୍ଷର ସମସ୍ୟା ଥିଲା। ଏଇଠି ଯୋଉ 3ଟା ଜାଗା ଅଛି, ଜଣଙ୍କର ବ୍ୟକ୍ତିଗତ ଜାଗା ଥିଲା। ବହୁ ବର୍ଷ ଧରି ସେ ଜାଗାଟାକୁ ସେ ଛାଡୁ ନଥିଲା। ଆମେ ଏଇ କଥାକୁ ମାନ୍ୟବର ଆମ ନୀଳଗିରି ବିଧାୟକ ସନ୍ତୋଷ କଟୁଆ ତାଙ୍କୁ ଆମେ ତାକୁ ଏଇ କଥାଟାକୁ କହିଥିଲୁ। ଯାହା ହଉ 2 ଦିନ ଭିତରେ ଏଇ କଥାଟା ସମାଧାନ ହେଲା। ସେଥିପାଇଁ ଆମ ପଞ୍ଚାୟତ ତରଫରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେବି ଯେ ସେଇ ଲୋକ ବି ରାଜି ହେଲେ, ସେ ଜାଗାଟା ଛାଡିଲେ ଏବଂ ଆଜି ସୁରୁଖୁରୁରେ କାମ ଚାଲିଛି, ରାସ୍ତା ଚାଲିଛି କାମ, ଆପଣମାନେ ଦେଖୁଥିବେ। ଆଉ ସେଥିପାଇଁ ନିଜେ ଗଛ କାଟିଲେ, ନିଜେ ଲୋକଙ୍କୁ କୁଣ୍ଡେଇ ପକେଇକି ତାଙ୍କୁ ସମାଧାନ କଲେ ନା କେମିତି? ବିଧାୟକ ନିଜେ ଆସିଲେ, ଛିଡା ହେଲେ, ସେ ଲୋକମାନଙ୍କ ସହିତ କଥା ହେଲେ ଏବଂ ସେଇ ଜାଗାରେ କାମ ଯୋଉଠି ହଉନଥିଲା ସେଟା କାମ ବି ହେଇଗଲା। ସେଥିପାଇଁ ଆମେ ସମସ୍ତେ ଖୁସି ଅଛୁ। ଆପଣ ନିଜେ ବି ଆଗରୁ ମାଟି କାଦୁଅ ହେଇକି ଯାଉଥିଲେ, ପୁଣି ପିଚୁରେ ଚଢୁଥିଲେ? ନାଇଁ, ଆମେ ତ ବହୁତ ଦିନ ହେଲା ଏଇଟା ମାଟି କାଦୁଅରେ ମାନେ ପିଲା ବି ପଡି ଯାଉଥିଲେ। ତାପରେ ନିଜେ ବି ମୁଁ ଆସେ, ଯେତେବେଳେ ଦେଖିଲେ ବହୁତ କଷ୍ଟ ଲାଗେ। ଗାଡି ପାରିକି ଏପଟେ ପିଚୁରେ ଆସିଥିବ, ଅଧା ରାସ୍ତା ହେଉଛି କାଦୁଅରେ ପଡିଥିବ, ବହୁତ କଷ୍ଟ ଲାଗେ। ଯାହା ହଉ ଆଜି କାମ ହେଇଗଲା। ଆଉ କଣ ପାଇଁ ଛାଡୁନଥିଲେ? ସିଏ ତାଙ୍କର ଯେହେତୁ ଗୋଟେ ଡିସ୍ପ୍ୟୁଟ ଥିଲା ଯେ ତାଙ୍କ 3 ଜାଗା ତାଙ୍କର ନିଜ ମାନେ ପୋର୍ଟାଲ ଯୋଉଟା ପଡୁଛି, ତାଙ୍କ ନିଜ ବ୍ୟକ୍ତିଗତ ଲ୍ୟାଣ୍ଡ ପଡୁଛି, ତାଙ୍କ ଗାଁ ଭିତରେ ଗୋଟେ ସମସ୍ୟା ଥିଲା, ସେଥିପାଇଁ ସେ ଛାଡୁନଥିଲେ। ଆଉ ସେ ତାଙ୍କର ଯାହା ବିଧାୟକ ଆସିକି ବସିକି ତାଙ୍କ ସହିତ କଥା ହେଲା ପରେ ସିଏ ରାଜି ହେଲା। ତାର କଣ ଗୋଟେ ଅଭିଯୋଗ ଥିଲା, ସେ ଅଭିଯୋଗରେ ବିଧାୟକ ତାଙ୍କ କଥାଟାକୁ ସମାଧାନ କରିଦେଇଛନ୍ତି ଏବଂ ସୁରୁଖୁରୁରେ କାମ ଚାଲିଛି। ତାଙ୍କ ନାଁରେ ଯୋଉ ରାସ୍ତା ହେଇଛି ସେଇଟା ଯୋଉ ତାଙ୍କ ଯିଏ ଜାଗା ଛାଡିଲା ତାଙ୍କ ନାଁରେ ସେଇ ରାସ୍ତାଟା ହେବ, ନାମିତ ହବ। ଆଉ ଏବେ ଯୋଉ ରାସ୍ତାଟା ଆପଣଙ୍କର ୟାର୍ଡରୁଟା ଯୋଉଟା ଜାଗା ଛାଡିଲା, ତେଲିପାଳରୁ ଆପଣଙ୍କର ଇଶାଣୀ ପର୍ଯ୍ୟନ୍ତ ଯୋଉଟା ଯାଇଛି, ସେଇ ରାସ୍ତାଟା ହାସିଆ ବେହେରା ରାଜି ହେଇଗଲା।